ହ୍ୟାଲୋ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। ଆପଣ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ଆପଣମାନେ ଜଗନ୍ନାଥଙ୍କ କୃପାରୁ ବହୁତ ଭଲ ଥିବେ। ଯେମିତିକି ସବୁଦିନ କରି ଆଜି ବି ସେମିତି ଗାଧେଇ ପାଧେଇ ରେଡି ହେଇଯାଇଛି। ଆଉ ଆଜି ହଉଛି ସଣ୍ଡେ। ସଣ୍ଡେ ତ ଆସିଲେ ମୋର ପ୍ରବଳ ଟେନସନ୍। କାହିଁକି ନା କଣ ଆଉ କହିବି, ଯାହା ରୋଷେଇବାସ ହବ। ଆପଣମାନେ ଦେଖିଲେ ହିଁ କାବା ହେଇଯିବେ ମୁଁ ଯୋଉ ଭଳିଆ ଅବସ୍ଥାରେ ରହିଛି। ଆପଣମାନଙ୍କୁ ଦେଖେଇବି ଏବେ କଣ କରିବି। ଏଇଠି ଦେଖ ଆଉ ଦିଟା କୋଢିଆ ଏଇଠି ବସିଛନ୍ତି। ଦେଖ ଦେଖ କେମିତି ହଉଛନ୍ତି ଦେଖନ୍ତୁ। ଆଉ ତାଙ୍କର ଖାଲି ସକାଳୁ ଉଠିଆ ଦାନ୍ତ ଘଷିଆ କେମିତି ଖାଇବା ଭଲ ମନ୍ଦ କରିକି ରବିବାର ହବ ମାନେ ଆମକୁ ଭଲ ମନ୍ଦ କରିକି ଖାଇବାକୁ ଦିଅ। ଆଉ ମୋ ପରିସ୍ଥିତି କିଏ ସେ ବୁଝୁଛନ୍ତି? ଆପଣମାନଙ୍କୁ ଯେମିତି କହୁଥିଲି ଦେଖନ୍ତୁ, ରବିବାର ହବ ମାନେ ଦେଖ କେମିତି ସବୁ ଗଦା ହେଇଛି। ଦେଖନ୍ତୁ ଆଲାଣା କେମିତି ପଡିଛି, ସବୁ କେମିତି କଣ ହେଇଛି। ଚିନ୍ତା କର ମୋ ଅବସ୍ଥା କଣ। ମୁଁ ଆଡେ ଗୋଟେ ଦିନ ଛୁଟି ହବ ଘରେ ରହିକି ଟିକେ ଇଏ କରିବି, ନା ଏମାନଙ୍କର ଲୁଗା ପଟା ସଫା ସୁତରା ଆଉ ଖାଇବାକୁ କରିକି ଦବା। ମୋର ହଉଛି ଏଇ ଚିନ୍ତା। ଦେଖ କି ହସ। ଆଉ ଏମିତି ସବୁ ହେଇଛି। ଆଉ ଖାଲି ସକାଳୁ ଉଠିଆ ଦାନ୍ତ ଘଷିଆ ଗଣ୍ଡେ ଖାଇଆ, ପାଠ ନାହିଁ। ଦେଖ ଦେଖ ପାଠ ଏ ପିଲାଟାର ଟୋଟାଲ ପାଠ ନାହିଁ, ପୁରା ମୂର୍ଖ। ଚାଉମିନ ଷଣ୍ଢ ଖା। ଘିଅ ଟିକେ ଥିଲା, ଘିଅ ଟିକେ ଗୋର ଥିଲା, ଘିଅ ମାରି ଦଉଛି। ତାପରେ ଏଇଠି ଭାତ ବସିବ। ଯାଇଛି କଣ ଆଣିବା ପାଇଁ, ଆଣିଲେ ହବ ଆପଣମାନେ ଦେଖିବେ। ଆଉ ମସଲା ଆଳୁ କାଟି ଦେଇଛି, ମସଲା ସବୁ ସଜାଡ଼ି ଦେଇଛି। ଏଥିରେ କଣ ପୁଅ ଆଣିଛି ଆପଣଙ୍କୁ ଦେଖଉଛି। ଆଉ ମାଛ ଆଣିଛି, ଆଉ ମାଛ ଆଉ ତାହେଲେ ପଖାଳଟା ହେଲା। ଭଜା ଭଜି କରିଦଉଛି। ପୁଅ କହୁଛି ପଖାଳ ଖାଇବ ବୋଲିକି। ପଖାଳ ତାର ତ ମାଛ ଭଜା ହେଲେ ଟିକେ ପଖାଳ ଭଲ। ଆଉ ବସି ପଇଲେ ପଖାଳ ଭାତ ମାଛ ଭଜା। ହଁ ଏଇ ରବିବାର ହେଲେ ବୁଧବାର ଶୁକ୍ରବାର ହେଲେ ପଖାଳ ଭାତ ମାଛ ଭଜା। ଆଉ ଖାଇଛ ଏତକ ଭାଙ୍ଗି ସାରିଲାଣି। ଆଉ ଏତକ ଆଲଣା ବି ସଜାରିଲାଣି। ଆହୁରି ଏତକ ଏଠି ଗଦା ହେଇଛି, ତାକୁ ବି କରିବି। କଣ କରିବି ସବୁବେଳେ ତ ଖାଲି ଅଳିଆ ସରିଗଲା। ଏବେ ପୁରା କ୍ଲିନ୍ ହେଇଗଲା। ଘରଦ୍ୱାର ଓଳେଇବା ପାଇଁ ପିଲାଟା ତ ଶୋଇଛି। ଆଉ ଭୋକ ଲାଗିଲାଣି, ଯାଉ ଖାଇବାକୁ ଦେବି। ଆଉ ଭଙ୍ଗା କରିଦେଲା ମତେ କି ବାଧା ଲାଗିଲାଣି। ଆଡେ ଘର କାମକୁ ଆଡେ ଭଙ୍ଗା ଭଙ୍ଗି ସବୁ ଅସନା ହେଇକି ପଡିଥିଲା। ସବୁ ସାରିକି ଏବେ ବସିଛି, ଯାଉଛି ଖାଇବାକୁ ଦେବି। ଆଉ ମତେ ବି ଭାରି ଜୋରେ ଭୋକ ଲାଗିଲାଣି। ରୋଷେଇବାସ ସରିଲାଣି, ରୋଷେଇବାସ କରି ଖାଇବାକୁ ଯାଉଛି। ଫାଇନାଲ ଆମେ ଖାଇ ବସିଲୁ। ଆଉ ଖା ତୁ ଯାଇଛି କି ମନେ କଲେ ଚାହା ପିଇବେନି ବୋଲିକି ଥଣ୍ଡା ଲାଗୁଛି ଟିକେ ଟିକେ ଚାହା କରିକି ଟିକେ ପିଉଛି। ପିଇକି ପୁଅ ଆସିଲା ହାଟରୁ ଦେଖିଆ କଣ କରିବେ। ଆଉ ପୁଣି ରାତି ପାଇଁକି ଆଉ ରୁଟି ତ ଯାହା ହେଲେ କମ୍ପଲସରି ହବ। ତାପରେ ଆଉ କଣ ହବ ଦେଖିଆ। ଆଉ ପୁଅ ଆସିଲା ହାରି ଆଉ ପରିବା ପତ୍ର ନେଇକି। ଆଉ ଭିଡ଼ିଓଟାକୁ ଏଣ୍ଡ କରିଦିଅ। କରିବନି? କରିଦିଅ। ଆଉ ଭିଡ଼ିଓଟାକୁ ଏଇଠୁ ଏଣ୍ଡ କରୁଛି। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ, କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ।